ମୁଁ ଡକ୍ଟର ସନତ କୁମାର ସାହୁ, ସିନିୟର ଇଣ୍ଟରଭେନ୍ସନାଲ कार्डियोलॉजिस्ट उत्कल हॉस्पिटल। ମୁଁ ଆଜି ଆପଣଙ୍କୁ ୱାର୍ଲଡ ହାଇପରଟେନସନ ଡେ ଅବସରରେ ବ୍ଲଡ଼ ପ୍ରେସର ବିଷୟରେ କିଛି ବେସିକ୍ ଜିନିଷ କହିବାକୁ ଚାହୁଁଛି। ବ୍ଲଡ଼ ପ୍ରେସରକୁ କାହିଁକି ଗୋଟିଏ ଏତେ ଇମ୍ପୋର୍ଟାନ୍ସ ଦିଆହେଇଛି, ଏହାର ସ୍ୱାସ୍ଥ୍ୟ ଉପରେ କ'ଣ କୁପ୍ରଭାବ ରହିଛି ତାରି ବିଷୟରେ କିଛି କହିବି। ଦେଖାଗଲେ ସାରା ବିଶ୍ୱରେ ବ୍ଲଡ଼ ପ୍ରେସର ପ୍ରାୟ 150 କୋଟି ଲୋକଙ୍କ ପାଖରେ ଦେଖାଯାଉଛି। ତା ଭିତରୁ ପାଖାପାଖି କୋଟିଏ ଲୋକ ବ୍ଲଡ଼ ପ୍ରେସର ପାଇଁ ବି ମୃତ୍ୟୁବରଣ କରୁଛନ୍ତି। ଆଉ ଗୋଟିଏ କଥା ହେଲା, ବହୁତ ସମୟରେ ବ୍ଲଡ଼ ପ୍ରେସର ଥିଲେ ମଧ୍ୟ ଲୋକ ଜାଣିପାରେନି। ଯେତେବେଳେ ତାର କମ୍ପ୍ଲିକେସନ୍ ହୁଏ, ବ୍ଲଡ଼ ପ୍ରେସର କମ୍ପ୍ଲିକେସନ୍ ହୁଏ, ସେତେବେଳେ ସେ ଡାକ୍ତରଙ୍କ ପାଖକୁ ଆସିଥାଏ କି ସେତେବେଳେ ସେ ଜାଣିବେ ତାର ବ୍ଲଡ଼ ପ୍ରେସର ପାଇଁ ଏଇ ପ୍ରୋବ୍ଲେମ୍ ହେଇଛି। ସେଥିପାଇଁ ଯେହେତୁ ଏଇଟା ଜଣାପଡ଼େନି ଆଉ ଲୋକକୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ, ସେଥିପାଇଁ ଏକୁ ବହୁତ ସମୟରେ ଏଟାକୁ ବି ସାଇଲେଣ୍ଟ କିଲର କୁହାଯାଏ। ଇଣ୍ଡିଆରେ ମଧ୍ୟ ବ୍ଲଡ଼ ପ୍ରେସର ରୋଗୀ ସମସ୍ୟା ବହୁତ ଅଧିକ, ପାଖାପାଖି 22 କୋଟି ଲୋକ, 22 କୋଟିରୁ ଅଧିକ ଲୋକ ଏଥିରେ ପୀଡ଼ିତ ଥାନ୍ତି। ଆଉ ଗୋଟିଏ କଥା ହେଲା, ଏତେ ଲୋକ ସିନା ପୀଡ଼ିତ ଅଛନ୍ତି, କିନ୍ତୁ ମାତ୍ର 12% ଲୋକଙ୍କରେ ବ୍ଲଡ଼ ପ୍ରେସରଟା କଣ୍ଟ୍ରୋଲ ଭିତରେ ଥାଏ। ବହୁତ ଲୋକ ଔଷଧ ଖାଉଥିଲେ ମଧ୍ୟ ତାଙ୍କର କଣ୍ଟ୍ରୋଲ ରହେନି। ଆସନ୍ତୁ ଆମେ ଆଜି ଜାଣିବା ଯେ ବ୍ଲଡ଼ ପ୍ରେସର କ'ଣ। ବ୍ଲଡ଼ ପ୍ରେସର ହେଉଛି ସାଧାରଣ ଫିଜିକ୍ସରେ କହନ୍ତି ପ୍ରେସର। ଏଇଟା ହେଉଛି ବ୍ଲଡ଼ ଯୋଉ ଫୋର୍ସ ଆପ୍ଲାଏ କରେ ଆର୍ଟେରିଆଲ ୱାଲ୍ ଉପରେ। ହାର୍ଟ ଯେତେବେଳେ ବିଟ୍ କରେ, ବ୍ଲଡ଼ ଆର୍ଟେରିଆଲ ୱାଲ୍ ଉପରେ ଫୋର୍ସ ଆପ୍ଲାଏ କରେ, ସେଟାକୁ ବ୍ଲଡ଼ ପ୍ରେସର କୁହାଯାଏ। ସେଟା କ'ଣ? ସେଟା ସିଷ୍ଟୋଲିକ୍ ପ୍ରେସର, ଡାଏଷ୍ଟୋଲିକ୍ ପ୍ରେସର। ଯେତେବେଳେ ହାର୍ଟ ବିଟ୍ କରେ ବା କଣ୍ଟ୍ରାକ୍ସନ ହୁଏ, ଯୋଉ ପ୍ରେସରଟା ହୁଏ ସେଟାକୁ କୁହନ୍ତି ସିଷ୍ଟୋଲିକ୍ ପ୍ରେସର। ଆଉ ଦିଟା ବିଟ୍ ମଧ୍ୟରେ ଯୋଉ ସମୟ ରହେ ସେଇଟା ହେଉଛି ଡାଏଷ୍ଟୋଲିକ୍ ପ୍ରେସର। ଆମେ ଜାଣିବା ବର୍ତ୍ତମାନ କୋଉଟା ନର୍ମାଲ, କୋଉଟା ଏବନର୍ମାଲ। ନର୍ମାଲ ବ୍ଲଡ଼ ପ୍ରେସର ହେଉଛି ସିଷ୍ଟୋଲିକ୍ ପ୍ରେସର 120, ଡାଏଷ୍ଟୋଲିକ୍ ପ୍ରେସର 80 ବା ତା ତଳକୁ କମ୍ ଥିବ। 120ରୁ 129 ଭିତରେ ଯଦି ରହିଲା ବ୍ଲଡ଼ ପ୍ରେସର, ସେଟାକୁ ଆମେ ଏଲିଭେଟେଡ୍ ବ୍ଲଡ଼ ପ୍ରେସର କହୁଛୁ। ଆଉ ଡାଏଷ୍ଟୋଲିକ୍ 80 ତଳକୁ କମ୍ ରହିଥିବା ଦରକାର। 130ରୁ 139 ଭିତରେ ଆମେ ତାକୁ ଷ୍ଟେଜ 1 ହାଇପରଟେନସନ କହୁଛୁ। ଡାଏଷ୍ଟୋଲିକ୍ 80ରୁ 90 ରହିଥିବା ଦରକାର। ମୋର ଦେନ୍ 140 ହେଲେ ଆମେ ତାକୁ ଷ୍ଟେଜ 2 ହାଇପରଟେନସନ କହୁଛୁ। ଡାଏଷ୍ଟୋଲ ମୋର ଦେନ୍ 90 କହୁଛୁ। ଇଏ ତ ଗଲା ନର୍ମାଲ ବ୍ଲଡ଼ ପ୍ରେସର, ହାଇପରଟେନସନ। ଆଉ ଗୋଟେ ଟର୍ମ ମଝିରେ ମଝିରେ ୟୁଜ୍ କରାଯାଏ, ହାଇ ବ୍ଲଡ଼ ପ୍ରେସର, ହାଇପରଟେନସନ। ଏଇ ଦିଟାଙ୍କ ଟର୍ମ ସମାନ। ମେଡିକାଲ ଟର୍ମରେ ଆମେ ତାକୁ ହାଇପରଟେନସନ କହୁ, ସାଧାରଣ ଭାବରେ ଆମେ ତାକୁ ହାଇ ବ୍ଲଡ଼ ପ୍ରେସର କହିଥାଉ। ଆଉ ଲୋକମାନେ କହନ୍ତି ଲୋ ବ୍ଲଡ଼ ପ୍ରେସର। ଲୋ ବ୍ଲଡ଼ ପ୍ରେସର ଗୋଟେ ଜିନିଷ, ଆମେ ତାର ଲେବୁଲଟାକୁ 90/60 ରଖାହେଇଛି। ସିଷ୍ଟୋଲିକ୍ ପ୍ରେସର 90, ଡାଏଷ୍ଟୋଲିକ୍ ପ୍ରେସର 60। ଯଦି ଏତିକି ପ୍ରେସରରେ ପେସେଣ୍ଟର କିଛି ଅସୁବିଧା ହେଉଛି, ଯଥା ମୁଣ୍ଡ ବୁଲେଇବା, ବାନ୍ତି ଲାଗିବା, ଆଖିକି ଅନ୍ଧାରିଆ ଦେଖାଯିବା କିମ୍ବା ପଡ଼ିଯିବା, ସିଙ୍କପ ଯୋଉଟା କହୁଛନ୍ତି, ତାହେଲେ ତାକୁ ସିମ୍ପଟୋମେଟିକ ହାଇପୋଟେନସନ କୁହାଯାଉଛି। ଯଦି କିଛି ପେସେଣ୍ଟର ହଉନି, ପେସେଣ୍ଟ ସେଟା ଟଲରେଟ୍ କରୁଛି, ସେଟା ତା ପାଇଁ କ୍ଷତିକାରକ ହବ ନାହିଁ। ଆମେ ଆସନ୍ତୁ ଆଜି ଜାଣିବା କେତେ ପ୍ରକାରର ବ୍ଲଡ଼ ପ୍ରେସର ଅଛି। ବ୍ଲଡ଼ ପ୍ରେସର ସାଧାରଣତଃ 2 ପ୍ରକାର। ଗୋଟେ ହେଉଛି ପ୍ରାଇମେରୀ ବା ଏସେନ୍ସିଆଲ ହାଇପରଟେନସନ, ଆଉ ଗୋଟେ ହେଉଛି ସେକେଣ୍ଡାରୀ ହାଇପରଟେନସନ। ପ୍ରାଇମେରୀ ବା ଏସେନ୍ସିଆଲ ହାଇପରଟେନସନଟା କମନ, ଯୋଉଟା କି 90%। ଆଉ ସେକେଣ୍ଡାରୀ ହାଇପରଟେନସନ ସେଟା 10% ଲୋକଙ୍କର ଦେଖାଯାଏ, ଯୋଉଟା କି ଅନ୍ୟ କୌଣସି ମେଡିକାଲ କାରଣ ପାଇଁ ହେଇପାରିଥାଏ। ଆମେ ଜାଣିବା କେମିତି ଆମର ବ୍ଲଡ଼ ପ୍ରେସର ହେଇଛି। ଯେହେତୁ ମୁଁ ଆପଣଙ୍କୁ କହିଲି, ବ୍ଲଡ଼ ପ୍ରେସରଟା ବହୁତ ସମୟରେ ଲୋକଙ୍କର ଥିଲେ ବି ସେମାନେ ଜାଣିପାରନ୍ତିନି, କାରଣ ତାଙ୍କର ସିମ୍ପଟମ ହୁଏନି। ସେଥିପାଇଁ ଆମେ ରେଗୁଲାରଲି ମଝିରେ ମଝିରେ ବ୍ଲଡ଼ ପ୍ରେସରଟା ସାଧାରଣ ଗୋଟେ ଚେକ୍ କରିବା, ସେତିକିରେ ଡାଇଗ୍ନୋସିସ୍ ବ୍ଲଡ଼ ପ୍ରେସର ହେଇପାରିବ। ଯଦି ଲେବୁଲ ହାଇ ରହୁଛି, ଆମେ ଯେମିତି କହିଲେ 130, ମୋର ଦେନ୍ 130/80 ଅଧିକା ରହୁଛି, ତାହେଲେ ଆମେ ସେଥିପାଇଁ ପ୍ରସସ ହେବା ଦରକାର। ତା ସହିତ ଯଦି ଆମେ ଜାଣିଲେ ଆମର ବ୍ଲଡ଼ ପ୍ରେସର ଅଛି, ତା ସହିତ ଆମେ ଆଉ କ'ଣ କରିବା? ତା ସହିତ ବ୍ଲଡ଼ ପ୍ରେସର ରହିଲେ ଆମର ସାଧାରଣତଃ ବହୁତ ଅର୍ଗାନକୁ ଏଫେକ୍ଟ କରେ। ସାଧାରଣତଃ ବ୍ରେନରେ କ'ଣ ହୁଏ? ଷ୍ଟ୍ରୋକ୍ ହୁଏ, ସେଥିରେ କ୍ଲଟ୍ ହେଇପାରେ, ବ୍ଲିଡିଂ ବି ହେଇପାରେ।
आखि की देखा जाए रेटिनोपैथी हुए। हार्ट रे कौन हुए, हार्ट स्ट्रोक हुए आउ हार्ट फेलुअर मध्य हुए। किडनी उपर तार इफेक्ट, किडनी फेलुअर कराए आ सेक्सुअल डिस्फंक्शन मध्य कराए एतिकी। तेणु आम कमन जो जाना आम ब्लड प्रेशर अच्छी साधारण आम गोटे किडनी फंक्शन देखा, हार्ट फंक्शन देखा, ईसीजी गोटे करवा, कोलेस्ट्रोल लेवलटा चेक करवा, ब्लड सुगरटा चेक करवा, साधारणतः एतिकी मिनिमम टेस्ट दरकार। तापर कौन करा आम तापर चिंता करवा ब्लड प्रेशरटा को केमिति कंट्रोल करवा, दैट इज सेटा होची बेसी इंपोर्टेंट। दुईटा होची, गोटे होची चारोटी जिनिस प्रति साधारणतः दृष्टि देवाक पड़ो ब्लड प्रेशरटा कंट्रोल करने। गोटे होची लाइफस्टाइल मॉडिफिकेशन, स्मोकिंग सिजेशन से लाइफस्टाइल मॉडिफिकेशन ले आसीबो, एक्सरसाइज भी से लाइफस्टाइल मॉडिफिकेशन ले आसीबो, डाएटटा भी से लाइफस्टाइल मॉडिफिकेशन ले आसीबो, आउ रेगुलर मेडिकेशन। ये तीटा जिनस मुझे भर गोटे गोटे कहूँ। डाएट देखा जैसे आम कौन खाइबा, गोटे कहुच्छी हेल्दी हार्ट हेल्दी डाएट। हार्ट हेल्दी डाएट बा डैश डाएट कहुच्छी। डैश डैश मानला डाएटरी अप्रोच टू स्टॉप हाइपरटेंशन। से कौन रोचे से साधारणतः वेजिटेबल्स, फ्रूट्स, ग्रीन लीफ वेजिटेबल्स, लेग्यूम्स, होल ग्रेन, बेसिकली ये वेजिटेबल बेस्ड डाएट, लो फैट वेजिटेबल बेस्ड डाएट। किंतु जेहेतु सेगुड़िक समस्त पक्षर संभव नुहे, सेमतिका डाएट को एडर करें, समस्त एफोर्ड करें। साधारणतः आम कौ जिनिस जो जिनिस खाइले असुविधा तमें समस्त एफोर्ड करें खाईपर सेमतिका कथा भाविबा। साधारणतः आम पनीपरिया, शाग, बेसी फैट नथिबा जिनिस ताकू खाईपर। कौड़िक खाइबानी जो थे आम असुविधा हम, मिल्क कि मिल्क प्रोडक्ट, एनी टाइप्स ऑफ स्वीट्स, एक्सेस सॉल्ट लाइक घीज एंड मटन, यही जिनिस को आम साधारणतः एवॉइड करवा। फ्राइड फूड, फास्ट फूड एक जिते संभव एवॉइड करवा उचित। एक्सरसाइज कहले आम रेगुलर एक्सरसाइज करवा। केते समय एक्सरसाइज करवा, दिन को अध घंटाए चलले 30 मिनट हाफ एन आवर सफिशिएंट। आउ सेटा सप्ताह 5 दिन कले भी सेटा स्वास्थ्य भी बहुत लाभदायक। स्मोकिंग जदि करूँ स्मोकिंग की छाड़ू, अल्कोहल जदि पीऊँ भी कमातु। एगुड़िक सब लाइफस्टाइल मॉडिफिकेशन सहित जड़ित। तृतीय हूँ स्ट्रेस को कमेबे। स्ट्रेस केमिति कमेबे सेटा हूँ योग करने को पड़ो आपन को, ना स्ट्रेस कमेवाई अन्य उपाय करने को पड़ो, से सहित कंसल्टेशन करने को पड़ो। निजर जदि वेट अधिका अच्छी कमेवाई चेष्टा करूँ। वर्तमान देखिले आम लाइफस्टाइल मॉडिफिकेशन भितर डाएट, एक्सरसाइज, वेट रिडक्शन, अल्कोहल रिडक्शन, स्मोकिंग सिजेशन, मेनली यही 5टी जिनिस प्रति भल भाव ध्यान देवा। यापर मेडिसिन कथा भाबा। आपणकर जदि स्टेज 1 बा स्टेज 2 ब्लड प्रेशर डायग्नोसिस होची ताहले डाक्तर परामर्श अनुसार मेडिसिन नवा आपण स्वास्थ्य प्रति उचित हे। लास्ट में गोटे कहि, गवर्नमेंट ऑफ इंडिया गोटे प्रोग्राम कराई, गवर्नमेंट ऑफ इंडिया सेटा होची 75/25। दैट मीन्स 75 मिलियन पीपुल to be included by year 2025, those who have blood pressure and hypertension, for appropriate evaluation, follow-up and treatment. This is the government of India program. Last time आपण मान कहूँ यही हाइपरटेंशन डे एवर्षर थीम होची मेजर योर ब्लड प्रेशर एक्यूरेटली, कंट्रोल इट एंड लिव लॉन्गर।